AM Music। ଜ୍ଞାନୀ ରାଜା ସଲୋମନ ପିଲାମାନଙ୍କୁ ଉପଦେଶ ଦେଉଛନ୍ତି, ତୁମ୍ଭେମାନେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁ ଆଜି ଆମମାନଙ୍କୁ ପୁନର୍ବାର ସୁଯୋଗ ଦେଇଛନ୍ତି ଅଲ୍-ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ବାକ୍ୟ ପରିବେଷଣ କରିବା ନିମନ୍ତେ। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ତାହା ଆପଣମାନେ ପାଇବେ ଲୁକ 16:19-28। ଜଣେ ଧନୀ ଲୋକ ଥିଲା। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା। ତାର ଦେହଯାକ ଘା ଭର୍ତ୍ତି ହୋଇଥିଲା। ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଠାରୁ କିଛି ଖାଇ ପେଟ ପୂରାଇବାକୁ ଆଶା କରୁଥିଲା। ଆଉ କୁକୁର ଗୁଡ଼ାକ ସୁଦ୍ଧା ଆସି ତାହାର ଘା ସବୁ ଚାଟୁଥିଲେ। କାଳକ୍ରମେ ସେ ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହମଙ୍କ କୋଳକୁ ନିଆଗଲା। ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। ଆଉ ସେ ନରକ ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲା। ସେଥିରେ ସେ ଡାକି କହିଲା, ହେ ପିତା ଅବ୍ରାହମ, ମୋତେ ଦୟାକରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ଆପଣା ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି। କିନ୍ତୁ ଅବ୍ରାହମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟ ସବୁ ପାଇଲା। ଏହା ମନେ କର, କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। ତାହା ଛଡ଼ା ତୁମ ଆମ ମଧ୍ୟରେ ଅତି ବୃହତ୍ ବ୍ୟବଧାନ ଅବସ୍ଥିତ, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇପାରନ୍ତି ନାହିଁ। ପୁଣି ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସିପାରନ୍ତି ନାହିଁ। ସେଥିରେ ସେ କହିଲା, ହେ ପିତା, ତାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋର ପିତାଙ୍କ ଗୃହକୁ ପଠାନ୍ତୁ, କାରଣ ମୋହର 5 ଭାଇ ଅଛନ୍ତି। ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବ। କିନ୍ତୁ ଅବ୍ରାହମ କହିଲେ, ସେମାନଙ୍କର ନିକଟରେ ମୂଷା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ। ସେଥିରେ ସେ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୂଷା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ। ପ୍ରଭୁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଛନ୍ତି ବାକ୍ୟ ମାଧ୍ୟମରେ ପ୍ରଭୁଙ୍କର ବାକ୍ୟକୁ ବୁଝିବା ପାଇଁ। ସଦାପ୍ରଭୁ ଯେ ଆମମାନଙ୍କ ନିମନ୍ତେ ମହାନ ପରମେଶ୍ୱର, ସେ ସଦା ସର୍ବଦା ଆମମାନଙ୍କୁ ଏ ଜଗତକୁ ପଠାଇଛନ୍ତି ତାଙ୍କର ଗୌରବ ନିମନ୍ତେ। ଆମମାନେ ଯେତେ ଜଣ ଏ ଜାଗାରେ ଆମମାନେ ବାସ କରୁଛୁ, ଆମମାନେ ସମସ୍ତେ ତାହାଙ୍କର ଗୌରବର କାରଣ ହେବା ନିମନ୍ତେ ମନୋଯୋଗୀ ହେବା। ସଦାପ୍ରଭୁଙ୍କ ବିରୁଦ୍ଧରେ ଯେ ଉଠେ, ତାହାକୁ ସଦାପ୍ରଭୁ କେବେ ବି ଛାଡ଼ିବେ ନାହିଁ, କାରଣ ତାହାଙ୍କର ମନୋନୀତ ବ୍ୟକ୍ତି ଆମମାନେ। କାରଣ ସେ ଯେ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର, ଯେ ପ୍ରକାର ଧନୀ ବ୍ୟକ୍ତିଟି ଆଡ଼ମ୍ବରରେ ତାହାର ଜୀବନ ଅତିବାହିତ କରୁଥିଲା, ଆଉ ସେଥିପାଇଁ ସେ ଭିକାରୀଟି ପ୍ରତି ଯତ୍ନଶୀଳ ନଥିଲା। ସେ ତାର ମନରେ ଦୟା ନଥିଲା, କୌଣସି ପ୍ରକାର ଚିନ୍ତା ମଧ୍ୟ ନଥିଲା, ଆରେ ମୋ ଦ୍ୱାର ମୁହଁରେ ଗୋଟେ ଭିକାରୀଟି ପଡ଼ି ରହିଛି, ତାକୁ ମୁଁ କିଛି ଖାଇବାକୁ ଦିଏ କି କିଛି ତାର ଯତ୍ନ ତତ୍ତ୍ୱ ନିଏ, ସେ ଚିନ୍ତା ତାର ନଥିଲା। କାରଣ ସେ ଅତି ବଡ଼ ଲୋକ ଥିଲା, ଆଉ ଧନ ଲୋଭ ଆଉ ଧନ ଗର୍ବରେ ସେ ଅହଙ୍କାର ସେ ଥିଲା। ସେଥିପାଇଁ ସେ ଗରିବ ଲୋକଟିକୁ ସାହାଯ୍ୟ କରିବାକୁ ମଧ୍ୟ ତାର ମନ ବଳେଇଲା ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଜୀବନ ପ୍ରଦାନ କରିଛନ୍ତି। ଜୀବନ ଯେ ଏତେ ବଡ଼ ବିଷୟ, ମାତୃଗର୍ଭରୁ ଆମମାନଙ୍କୁ ଜାଣନ୍ତି ଯେ ଆମମାନେ ସେ ଆମମାନଙ୍କର ସମସ୍ତ ଗଠନ କରିଅଛନ୍ତି। ଆମମାନେ ଏ ଜଗତକୁ ଆସିବୁ, ଆମମାନେ କି କାର୍ଯ୍ୟ କରିବୁ କ'ଣ ନାହିଁ, ସେ ଆଗରୁ
ସମସ୍ତ ବିଷୟ ଯୋଜନା କରି ରଖିଅଛନ୍ତି। କିନ୍ତୁ ଯେତେବେଳେ ଆମମାନେ ଏ ଜଗତରେ ବାସ କରୁଛୁ, ଆମମାନଙ୍କର ଧନ ଲୋଭ ଦ୍ୱାରା, ଆମମାନଙ୍କର ଅହଙ୍କାର ଦ୍ୱାରା ଆମମାନେ ଅନ୍ୟମାନଙ୍କୁ ତୁଚ୍ଛ କରିଥାଉ। ପ୍ରଭୁ ଚାହାନ୍ତିନି ତାଙ୍କ ଲୋକମାନେ ଅନ୍ୟମାନଙ୍କୁ ତୁଚ୍ଛ କରନ୍ତୁ। ସେ ଯେମିତି ଆମମାନଙ୍କ ନିମନ୍ତେ ସ୍ନେହଶୀଳ ଧୈର୍ଯ୍ୟବାନ, ସେ ପ୍ରକାର ମଧ୍ୟ ସେ ଚାହାନ୍ତି ତାଙ୍କ ଲୋକମାନେ ମଧ୍ୟ ତାହାଙ୍କର ଗୌରବର କାରଣ ହୁଅନ୍ତୁ। ଯେ ପ୍ରକାର ଜିଖରିୟ 14:12 ଲେଖାଯାଏ, ଆମେ ଟିକେ ଦେଖିବା ତାହା। ଆଉ ଯେଉଁ ସକଳ ଗୋଷ୍ଠୀ ଜେରୁସାଲେମ ବିରୁଦ୍ଧରେ ଯୁଦ୍ଧ କରିଅଛନ୍ତି, ସଦାପ୍ରଭୁ ସେମାନଙ୍କୁ ଯେଉଁ ମାରିରେ ଆଘାତ କରିବେ ତାହା ଏହି, ସେମାନେ ଆପଣା ଆପଣା ଚରଣରେ ଠିଆ ହେବା ବେଳେ ସେମାନଙ୍କର ମାଂସ କ୍ଷୟ ପାଇବ ଓ ସେମାନଙ୍କର ଚକ୍ଷୁ ଆପଣା ଆପଣା କୋରଡ଼ରେ କ୍ଷୟ ପାଇବ ଓ ସେମାନଙ୍କ ମୁଖରେ ସେମାନଙ୍କର ଜିହ୍ୱା କ୍ଷୟ ପାଇବ। ଆମେ ବଞ୍ଚିଥିବା ଅବସ୍ଥାରେ ପ୍ରଭୁ ଆମମାନଙ୍କର କ'ଣ କରିବେ? କ୍ରୋଧ ବର୍ତ୍ତାଇବେ। ଯେତେବେଳେ ଆମେ ତାଙ୍କୁ ଅବମାନନା କରୁ, ଯେତେବେଳେ ତାହାଙ୍କର କଥା ନ ମାନି ଆମମାନେ ଅବାଟରେ ଚାଲୁ, ନିଜର ଗର୍ବ ଦମ୍ଭ ଅହଙ୍କାର ଆମମାନେ ମାତି ଈଶ୍ୱର ଭୟ ଛାଡ଼ି ଦେଇଥାଉ, ସେ ସମୟରେ ସଦାପ୍ରଭୁ ଆମମାନଙ୍କ ନିମନ୍ତେ ଏ ସମସ୍ତ ଦଣ୍ଡ ରଖିଅଛନ୍ତି। ସେ କ'ଣ କହନ୍ତି? ସେ ଆପଣା ଆପଣା ଚରଣରେ ଠିଆ ହେବା ବେଳେ ସେମାନଙ୍କର ମାଂସ କ୍ଷୟ ପାଇବ। କି ଭୟଙ୍କର ବିଷୟ! ଅନେକ ଲୋକ ଆମେ ଦେଖିଛୁ କଷ୍ଟ ଯନ୍ତ୍ରଣାରେ ସେମାନେ ପଡ଼ିଥାନ୍ତି। ଆମେ ଭାବୁ କାହିଁକି ଏ କଷ୍ଟ ସେ ଏ ପ୍ରକାର ପାଉଛି? ଏତେ ଭଲ ଲୋକଟି, ଆଉ ଆମେ ହୁଏତ ଭାବୁ ସେ ଭଲ ଲୋକଟି କି କ'ଣ, କିନ୍ତୁ ପ୍ରଭୁଙ୍କର ଯୋଜନା ତା ପାଇଁ କ'ଣ, ଆମମାନଙ୍କ ପାଇଁ କ'ଣ? ଆଜି ଆମମାନେ ବଞ୍ଚିଛୁ ଜଗତରେ, ଆମମାନେ ନିଜେ ଚିନ୍ତା କରିବା। ଆମମାନେ ସଦାପ୍ରଭୁଙ୍କ ପାଇଁ ଆମମାନଙ୍କୁ ଯେଉଁ ସେ ପଥ ଦେଖେଇଛନ୍ତି, ସେ ପଥ ପାଇଁ ଆମେ କେତେ ଆଗେଇଛୁ। ତାଙ୍କର ଆଶୀର୍ବାଦର କାରଣ ଆମମାନେ ହେଇଛୁ କି? ତାଙ୍କର ଗୌରବର କାରଣ ଆମମାନେ ହେଇଛୁ କି? ଖାଲି ଆମମାନେ ବାକ୍ୟ ପଢ଼ି ଦେଇ ପାଳନ କରିଦେବା ତାହା ନୁହେଁ। ବାକ୍ୟକୁ ହୃଦୟରେ ଧରିବା ଏବଂ ଅନ୍ୟମାନଙ୍କ ନିମନ୍ତେ ଆମମାନେ ଭାରଗ୍ରସ୍ତ ହେବା। ଯେଉଁ ଭାର ସେ ଆମମାନଙ୍କୁ ଦେଇଛନ୍ତି, କେବଳ ଖାଦ୍ୟ ବସ୍ତ୍ର ପିନ୍ଧି ବାସ କରି ଆମେ ମୌଜ ମଜଲିସ୍ କରି ଆମର ଦିନ ଅତିବାହିତ ନ କରି ଆମେ ଈଶ୍ୱରଙ୍କ ପଥରେ ଆମମାନଙ୍କର ଦିନକୁ ଅତିବାହିତ କରିବା। ଆମମାନଙ୍କୁ ଯେ ପ୍ରକାର ସେ ଶିକ୍ଷା ଶିଖେଇଛନ୍ତି, ସେଇ ଶିକ୍ଷାରେ ଆମମାନେ ଆଗେଇବା ଜରୁରୀ। ନହେଲେ ବଞ୍ଚି ଥାଉ ଥାଉ ସେ ଆମମାନଙ୍କୁ କ'ଣ କରିବେ? ଏସବୁ ବିଷୟରେ ଆମମାନଙ୍କୁ ଦଣ୍ଡ ସେ ଦେବେ। ଆମମାନେ ଅନ୍ୟମାନଙ୍କ ପାଇଁ ଦୟାଶୀଳ ହେବା, ସ୍ନେହଶୀଳ ହେବା, ଅନ୍ୟଙ୍କୁ କ୍ଷମା ଦେବା। ଅନ୍ୟର ଯଦି ଆଜି କାହାର ଖାଦ୍ୟ ନାହିଁ, ତାକୁ ଖାଦ୍ୟ ବସ୍ତ୍ର ବାସ ଯାହା ଆମମାନଙ୍କର ସାମର୍ଥ୍ୟତା ଅଛି ତାହା ମାନେ ଦେଇ ତାକୁ ପରିତୃପ୍ତ କରିବା। ଅନେକ ଲୋକ ଧନରେ ଏତେ ଗର୍ବ ଯେ ସେମାନେ ଗରିବ ଲୋକକୁ ପଚାରନ୍ତି ନାହିଁ। ଲୋକଙ୍କର ଅନେକ ଅନେକ କୋଟି କୋଟି ଟଙ୍କା, କିନ୍ତୁ ସେମାନଙ୍କର ଧନ ବ୍ୟୟ କରିବାକୁ ଇଚ୍ଛା ନାହିଁ, କି ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତି ମଧ୍ୟ ନାହିଁ। କିନ୍ତୁ ପ୍ରଭୁ ଆମମାନଙ୍କୁ ସେ ସୁଯୋଗ ଦେଇଛନ୍ତି, ଆମମାନଙ୍କୁ ସେଇ ସୁନ୍ଦର ପଥ ଦେଖେଇଛନ୍ତି ଯେ ଅନ୍ୟକୁ ଆମମାନେ ସାହାଯ୍ୟ କରିବା। ତାହେଲେ ଆମେ ତାଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହେବା। ଯଦି ଏସବୁ ବିଷୟ ଆମମାନଙ୍କର ଜୀବନରେ ନାହିଁ, ତାହେଲେ ଆମେ ତାଙ୍କଠାରୁ କ୍ଷମା ପାଇବା ନାହିଁ। କାରଣ ଆମମାନଙ୍କର ସେ କ'ଣ କରନ୍ତି? ଆମେ କେଉଁ ବାଟ ଅବାଟରେ ଗଲେ ସେ ଆମମାନଙ୍କୁ ଦଣ୍ଡର ପାତ୍ର କରିବେ। ଯେତେବେଳେ ଆମମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗକୁ ଅଭିଳାଷ, ଅଙ୍ଗ ପ୍ରତ୍ୟଙ୍ଗ ଦ୍ୱାରା ମାନେ ଅନେକ ଖରାପ କାର୍ଯ୍ୟ କରିଥାଉ। ଆମେ ଜାଣତରେ ଅଜଣାତରେ ଅନ୍ୟକୁ ଦୁଃଖ ଦେଇଥାଉ। ଅଙ୍ଗ ପ୍ରତ୍ୟଙ୍ଗ ଦ୍ୱାରା ଆମେ ନିଜର ଅଭିଳାଷ ଦ୍ୱାରା ଆମେ ତାକୁ କୁବ୍ୟବହାର କରିଥାଉ। ବ୍ୟଭିଚାରକୁ ପ୍ରଭୁ ଘୃଣା କରନ୍ତି। ବିଭିନ୍ନ ପ୍ରକାର ବ୍ୟଭିଚାର ଅଛି। କେବଳ ଜଣେ ଜଣକୁ ଖରାପ ଆଖିରେ ଦେଖିବା ସେଟା ବ୍ୟଭିଚାର ନୁହଁ। ଅନେକ ପ୍ରକାର ମିଛ କହିବା, ଅନ୍ୟର ଧନକୁ ଲୋଭ କରିବା, ଅନ୍ୟର ଅପକାର କରିବା, ଏସବୁ ବିଷୟ ଆମମାନଙ୍କ ଜୀବନରେ ଅଛି। ଅସୁଚିତା, କାମନା, ବାସନା,
ପୁଣି ବିଜାତିମାନଙ୍କ ପରି ସ୍ୱଭାବ। ଈଶ୍ୱରଙ୍କର ଆଚରଣରେ ମାନେ ଆଚରିତ ନ ହେଇ ଆମେ ବିଜାତିମାନଙ୍କ ପରି ଆଚରଣ କରିଥାଉ। ସେ ସ୍ୱଭାବ ପ୍ରଭୁ ଆମମାନଙ୍କ ଠାରୁ ଚାହାନ୍ତି ନାହିଁ। ପ୍ରତିମା ପୂଜା ରୂପକ ଲୋଭ। କେବଳ ଯେ ଆମେ ମାଟିର ପ୍ରତିମା ତିଆରି କରିକି ତାଙ୍କୁ ପୂଜା କରିବା ସେଇଟା ବଡ଼ କଥା ନୁହଁ, କିନ୍ତୁ ଆମମାନଙ୍କର ଭିତରେ ଯେଉଁ ମନ୍ଦତା ଭରି ରହିଛି ସେ ମନ୍ଦତା ହେଲା ଆମମାନଙ୍କର ପ୍ରତିମା ପୂଜା ରୂପକ ଲୋଭ। କୁପ୍ରଥାକୁ ଧରି ରହିବା, ଯେଉଁ ଆମମାନଙ୍କର ଆଜି ପର୍ଯ୍ୟନ୍ତ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଜାଣିଥିଲେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କର ଆଚରଣ ଆଚରିତ ହେଇଥିଲେ ମଧ୍ୟ ଆମେ କ'ଣ କରୁ? କୁପ୍ରଥାକୁ ଧରି ଆମେ ଚାଲିଥାଉ। ପ୍ରଭୁ ଆମଙ୍କ ଠାରୁ ସେ କୁପ୍ରଥା ଚାହାନ୍ତି ନାହିଁ, କାହିଁକିନା ସେ ସବୁ ବିଷୟକୁ ସୂଚି କରିଅଛନ୍ତି। ପ୍ରତ୍ୟେକଟି ଦିନକୁ ଆଶୀର୍ବାଦରେ ପୂର୍ଣ୍ଣ କରିଅଛନ୍ତି। ସବୁ ବିଷୟକୁ ସେ ଆମମାନଙ୍କ ନିମନ୍ତେ ଉନ୍ମୁକ୍ତ କରିଅଛନ୍ତି। ସେଥିପାଇଁ ସେ କୁପ୍ରଥାକୁ ଆମମାନଙ୍କ ଜୀବନରୁ ଦୂର କରିବାକୁ ପଡ଼ିବ। ଆମମାନଙ୍କ ଭିତରେ ସମସ୍ତ ବିଷୟ ଯେତେବେଳେ ଜଗତରେ ଆମେ ଅଛୁ, ଏ ସମସ୍ତ ବିଷୟ ସମସ୍ତ ଅଭିଳାଷରେ ଯେତେବେଳେ ଆମେ ବୁଡ଼ି ରହୁ, ସେତେବେଳେ ଆମେ ସଦାପ୍ରଭୁଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବା ନାହିଁ। ତାଙ୍କର ଦଣ୍ଡର ନିଶ୍ଚୟ ପାତ୍ର ଆମେ ହେବା। ତାଙ୍କର ସାନ୍ନିଧ୍ୟତାରେ ଜୀବନ କାଟିବା ହେଲା ଆମମାନଙ୍କ ନିହାତି ଜରୁରୀ। ତାଙ୍କର ପଥକୁ ଲକ୍ଷ୍ୟ ରଖିବା ହେଲା ଆମମାନଙ୍କର ନିହାତି ଆବଶ୍ୟକ। ଅନ୍ୟକୁ ଦୟା କରିବା, ଅନ୍ୟର କଥାକୁ ମାନିବା, ଅନ୍ୟକୁ ସ୍ନେହ କରିବା, ଅନ୍ୟକୁ ଦାନ କରିବା, ଏସବୁ ବିଷୟ ଆମମାନଙ୍କର ଜୀବନରେ ଭରି ରହିବା ଆବଶ୍ୟକ। ଆମେ ଯେତେବେଳେ ଏ ସମସ୍ତ ବିଷୟକୁ ନିଜର କରିଥାଉ, ସେତେବେଳେ ଆମେ ଯୀଶୁଖ୍ରୀଷ୍ଟଙ୍କର ପଥ ଧରିବା ଆବଶ୍ୟକ। ସେ ଯେ ଆମମାନଙ୍କ ନିମନ୍ତେ ଜଗତକୁ ଆସିଲେ, ଆମମାନଙ୍କର ପାପର ଭାର ବହନ କଲେ, ସେ ଆମମାନଙ୍କୁ ପାପରୁ ମୁକ୍ତ କଲେ। ଆଉ ସେ ପାପକୁ ଧରି ଆମେ କାହିଁକି ରହିବା? ସେ କୁପ୍ରଥାକୁ ଧରି କାହିଁକି ଆମେ ରହିବା? ସେଟାକୁ ଆମମାନଙ୍କୁ ତ୍ୟାଗ କରିବାକୁ ପଡ଼ିବ, ଯାହାଦ୍ୱାରା ଆମେ ତାଙ୍କର ଗୌରବର କାରଣ ହେଇପାରିବା। ଯେ ପ୍ରକାର ଲେଖାଯାଏ, ଆମେ ଟିକେ ଦେଖିବା। ଏଫେସୀୟ 4:6 ଲେଖାଯାଏ, ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଓ ସମସ୍ତଙ୍କ ଅନ୍ତରରେ ଅଛନ୍ତି। ଏବେ ମୁଁ ଯେଉଁ ପ୍ରକାର କହିଲି, ସେ ଆମମାନଙ୍କର ହୃଦୟରେ ଅଛନ୍ତି, ଆମମାନଙ୍କର ସହିତରେ ଅଛନ୍ତି, ଆମମାନଙ୍କର ସମସ୍ତଙ୍କ ଉପରେ ମଧ୍ୟ ସେ କାର୍ଯ୍ୟ କରନ୍ତି। କାରଣ ସେ ସର୍ବବ୍ୟାପୀ, ସେ ସର୍ବଜ୍ଞ, ଆଉ ସେ ସର୍ବଶକ୍ତିମାନ। ତାଙ୍କ ଛଡ଼ା ଆମମାନଙ୍କର କେହି ନୁହଁ। ତାଙ୍କୁ ଧରି ଚାଲିବା ହେଲା ଆମମାନଙ୍କର ଲକ୍ଷ୍ୟ। ଯଦି ଆମେ ତାଙ୍କୁ ଧରି ନ ଚାଲିବା, ତାଙ୍କ ପଥ ଅନୁସରଣ ନ କରିବା, ତାହେଲେ ଆମେ ସେଇ ଧନୀ ବ୍ୟକ୍ତି ପରି ସେଇ ଆମେ ସ୍ୱର୍ଗ ରାଜ୍ୟକୁ ଯେତେବେଳେ ଯିବା, ଆଉ ସେ ନିଆଁରେ ପଡ଼ି ଆମେ କଲବଲ ହେବା। ଯଦି ଆମେ ସେଇ ଭିକାରୀ ଲାଜାର ପରି ହଉ, ନମ୍ର ହଉ, ଆଉ ସେ ଯେ କେତେ କଷ୍ଟ ପାଇଥିବ, ଟିକେ ଖାଇବା ପାଇଁ କେତେ ଦୟା ଦୃଷ୍ଟିରେ ଅନେଇଥିବ, କାଳେ ମୋତେ ମାଲିକ ଟିକେ ଆଣିକି ଖାଇବାକୁ ଦେବେ। କେତେ ଦୟନୀୟ ଅବସ୍ଥା ତାର ହେଇଥିବ। ସେ ମାଗି ବି ପାରୁନଥିବ ଯେ ବାବୁ ମୋତେ ଟିକେ ଖାଇବାକୁ ଦିଅ, କାରଣ ସେ ଜାଣେ ଏଇ ଜଣେ ଧନୀ ବ୍ୟକ୍ତି ଆଉ ମୋତେ ନିଶ୍ଚୟ ଦୟା କରିବେ। କିନ୍ତୁ ସେ ବ୍ୟକ୍ତିଙ୍କର ଦୟା ଭାବ ତା ପ୍ରତି ନଥିଲା, ଦାନ କରିବାର ମନୋବୃତ୍ତି ତାର ନଥିଲା। ସେଥିପାଇଁ ଆଜି ଲାଜାର ଅବ୍ରାହମଙ୍କ କୂଳରେ ବସିଲେ, ଆଉ ସେ ଧନୀ ବ୍ୟକ୍ତିଟି କ'ଣ ହେଲେ? ନିଆଁ କୁଣ୍ଡରେ ପଡ଼ି ଛଟପଟ ହେଲେ। ଆଜି ଆମମାନଙ୍କର ଜୀବନରେ ମଧ୍ୟ ସେ ପ୍ରକାର ଅବସ୍ଥା ଆସିବ, ଯଦି ଆମେ ତାହାଙ୍କର ପଥକୁ ଅନୁସରଣ ନ କରିବା, ତାହାଙ୍କର କଥା ଯଦି ନ ମାନିବା। ଆମମାନଙ୍କ ଭିତରେ ସେଇ ଭୟ ରହିବା ଜରୁରୀ, ଈଶ୍ୱର ଭୟ ରହିବା ଜରୁରୀ, ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତି ରହିବା ଜରୁରୀ, ଦୟା କରିବା, ଅନ୍ୟକୁ ଦାନ କରିବା, ଅନ୍ୟର ଦୁଃଖରେ ଦୁଃଖୀ ହେବା, ଅନ୍ୟର ଉପକାର କରିବା, ଏସବୁ ବିଷୟ ଆମମାନଙ୍କର ରହିବା ଜରୁରୀ। ତାହେଲେ ଯାଇ ଆମେ
ଅବ୍ରାହମଙ୍କ କୋଳରେ ବସିପାରିବା। ଯଦି ଆମମାନଙ୍କ ଜୀବନରେ ସେ ସବୁ ନାହିଁ ତାହେଲେ ଆମେ ସେଇ ନିଆଁରେ କଲବଲ ହେବା ପାଇଁ ପ୍ରସ୍ତୁତ ହେବା। ଅନେକ ଲୋକଙ୍କର ଅନେକ ଟଙ୍କା ଅଛି, କିନ୍ତୁ ସେମାନେ ଦାନ ଧର୍ମ କରିବାକୁ ଇଚ୍ଛା କରନ୍ତି ନାହିଁ। ଆଉ ଯଦି ଦାନ ଧର୍ମ କରନ୍ତି ଲୋକ ଦେଖାଣିଆ କାର୍ଯ୍ୟ କରନ୍ତି। ପ୍ରଭୁ ସେଟା ବି ଚାହାନ୍ତି ନାହିଁ ଯେ ଲୋକ ଦେଖାଣିଆ କିଏ କରୁ ବୋଲି। ହୃଦୟରୁ ତାହା ବାହାରିବା ଜରୁରୀ। ହୃଦୟରୁ ସାହାଯ୍ୟ କରିବା ମନୋବୃତ୍ତି ରହିବା ଜରୁରୀ। ନିଜକୁ ଆମେ ଶୁଚି କରିବା। ଶୁଚି ହେଲେ ଯାଇ ଆମେ ଏସବୁ କାର୍ଯ୍ୟ କରିପାରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସେଇ ଧନୀ ବ୍ୟକ୍ତି ପରି ଆମମାନଙ୍କର ଜୀବନ ନ ହୋଇ ସେଇ ଭିକାରୀ ଲାଜାର ପରି ଆମମାନଙ୍କର ଜୀବନ ହଉ। ଆମେ ଯେପରି ଅନ୍ୟମାନଙ୍କର ଉପକାର କାରଣ ହେବା, ଅନ୍ୟମାନଙ୍କୁ ତାହାଙ୍କର ଗୌରବ ନିମନ୍ତେ ଆମେ ଆଗେଇ ପାରିବା। ସେ ଯୀଶୁଖ୍ରୀଷ୍ଟଙ୍କର ପଥକୁ ଆମେ ଅନୁସରଣ କରିବା, ତାହାଙ୍କର ନିକଟବର୍ତ୍ତୀ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ପବିତ୍ର ପିତା, ଗୌରବମୟ ରାଜା, ତୁମ ନାମର ଧନ୍ୟବାଦ କରୁଛୁ ପିତା। ତୁମ ଦୟା ଅନୁଗ୍ରହରେ ଆଜି ଏକ ସୁନ୍ଦର ସମୟ ଆମମାନଙ୍କୁ ଦେଇଛ, ସେଥିପାଇଁ ଧନ୍ୟବାଦ। ଏ ସମୟରେ ପ୍ରଭୁ ଆମେ ତୁମର ଲକ୍ଷ୍ୟ ନେଇ ଚାଲିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ତୁମ ପଥ ଅନୁସରଣ କରିବୁ ପ୍ରଭୁ, ସେ ପ୍ରକାର ତୁମେ ଆମମାନଙ୍କୁ ଦୟା କର। ଆମମାନଙ୍କ ଜୀବନକୁ ତୁମେ ପରିବର୍ତ୍ତନ କର ପିତା। ଆମମାନଙ୍କ ଜୀବନରେ ଯାହା କିଛି ଅସଜଡ଼ା ବିଷୟ ଅଛି ସେ ସବୁକୁ ତୁମେ ଯୀଶୁ ନାମେ ଦୂର କରି ତୁମେ ଗୌରବାନ୍ୱିତ ହୁଅ ପ୍ରଭୁ ଗୋ। ସେ ଶେଷ ଦିନରେ ଯେତେବେଳେ ଆଉ ପ୍ରଭୁ ତୁମେ ଆମମାନଙ୍କ ନିମନ୍ତେ ଆସିବ, ଆଉ ପ୍ରଭୁ ଆମମାନଙ୍କର ବିଚାର ନିମନ୍ତେ ତୁମେ ଆମମାନଙ୍କୁ ନେବ ପ୍ରଭୁ, ଆମେ କି ହୃଦୟ ନେଇ ତୁମ ନିକଟକୁ ଯିବୁ ପ୍ରଭୁ। ଦୟା କର ବାପା, ସେଇ ଶୂନ୍ୟ ହୃଦୟରେ ଯେପରି ଆମେ ତୁମ ନିକଟବର୍ତ୍ତୀ ହବୁ, ତୁମର ଗୌରବର କାରଣ ହବୁ, ସେ ପ୍ରକାର ଦୟା କର। ଅନ୍ୟର ଉପକାରର କାରଣ ହବୁ, ଅନ୍ୟର ପ୍ରଭୁ ସାହାଯ୍ୟର ହାତ ବଢ଼େଇବୁ। ପ୍ରଭୁ ଦୟା କର ପିତା। ଆମମାନଙ୍କ ପାଖରେ କିଛି ନଥାଇପାରେ, କିନ୍ତୁ ତୁମେ ଆମମାନଙ୍କୁ ଯେଉଁ ହୃଦୟ ମନ ଆତ୍ମା ଦେଇଛ, ତାଦ୍ୱାରା ଅନ୍ୟମାନଙ୍କୁ ଆମେ ପ୍ରଭୁ ତୁମ ନିକଟବର୍ତ୍ତୀ ହେବା ନିମନ୍ତେ ପ୍ରଭୁ ତୁମେ ସାହାଯ୍ୟ କର। ସୁନ୍ଦର ସମୟ ଦେଲ, ଧନ୍ୟବାଦ ଦେଇ ଏ ସୁନ୍ଦର ସମୟକୁ ଆମ ପ୍ରତ୍ୟେକଙ୍କୁ ଯେତେ ଜଣ ଶୁଣିଛନ୍ତି, ଯେତେ ଜଣ ଶୁଣୁଛନ୍ତି ସମସ୍ତଙ୍କୁ ତୁମେ ଦୟା କର। ଏ ବାକ୍ୟ ମାଧ୍ୟମରେ ତୁମେ କଥା କୁହ ପିତା। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମିତି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତୁମେ ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଟା ରକ୍ଷା କର। ଜଣେ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍। ଜ୍ଞାନୀ ରାଜା ସଲୋମନ ପିଲାମାନଙ୍କୁ ଉପଦେଶ ଦେଉଛନ୍ତି, ତୁମ୍ଭେମାନେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ।